ମାର୍କଣ୍ଡେଶ୍ୱର ସାହିସ୍ଥିତ ପାଣ୍ଡଜାଗା ପକ୍ଷରୁ ସ୍ଥାନୀୟ ବୁଢୀମା ତୋଟାରେ 10ମ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପହିଲି ରଜରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୁରୀର ବିଧାୟକ ସୁନୀଲ କୁମାର ମହାନ୍ତି ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ମହୋତ୍ସବର ଶୁଭାରମ୍ଭ କରିଥିଲେ। ଆୟୋଜକମାନଙ୍କୁ ଭୂୟସୀ ପ୍ରଶଂସା କରି ଶ୍ରୀ ମହାନ୍ତି କହିଥିଲେ ଯେ ଓଡ଼ିଶାର ପାରମ୍ପରିକ କଳା ଐତିହ୍ୟ ସଂସ୍କୃତି ସହ ଜଡ଼ିତ ରଜ ଉତ୍ସବ କ୍ରମେ କ୍ରମେ ଲିଭି ଯାଉଥିବା ବେଳେ ପାଣ୍ଡଜାଗାର ସଦସ୍ୟମାନେ ଏଭଳି ମହୋତ୍ସବ ଆୟୋଜନ କରିବା ପ୍ରଶଂସନୀୟ। ବହୁ ପ୍ରତିଭାବାନ କଳାକାର କୁନି କୁନି ଝିଅ ଓ ଯୁବତୀମାନଙ୍କ ପ୍ରତିଭାର ବିକାଶ ଏହା ଦ୍ୱାରା ସମ୍ଭବ ହେବ। ବିଦ୍ୟୁତ ପରିଷଦର ଅଧ୍ୟକ୍ଷ ମନୋଜ ରଥ, ଆଡଭୋକେଟ ଶ୍ରୀପ୍ରକାଶ ମିଶ୍ର, ଅନୁଷ୍ଠାନର ସଭାପତି ଭକ୍ତଚରଣ ଦାସ, ସମ୍ପାଦକ ବିଜୟ କୁମାର ସ୍ୱାଇଁ ଓ ବାପିନ ଶତପଥୀ ସମ୍ମାନିତ ଅତିଥି ରୂପେ ମଞ୍ଚେ ଆସିନଥିଲେ। ଶିଳ୍ପୀ ଏଣ୍ଟରଟେନମେଣ୍ଟ ଓ ନୃସିଂହ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ସମୀର ସାମନ୍ତରାୟ, ସୁବୋଧ ସୁବୁଧି, ହିମାଳୟ ପାତ୍ର, ସବ୍ୟସାଚୀ ସାହୁ, ନାଗେଶ ରାଉତରାୟ ଓ ଜୁଏଲ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଭବେଶ ସ୍ୱାଇଁ। ପାଣ୍ଡଜାଗାର ସମସ୍ତ ସଦସ୍ୟ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ରଜ ମହୋତ୍ସବ ଅବସରରେ ମହିଳା ଓ ଛୋଟ ଛୋଟ ପିଲାମାନେ ଦୋଳି ଖେଳିବା, ମିଠା ପାନ ଖାଇବା, ସୁସ୍ୱାଦୁ ଖାଦ୍ୟ ସହ ସରବତ ଆଦିର ମଜା ଉଠାଇଥିଲେ। It's not